ମା ହେବାକୁ ଯାଉଛନ୍ତି ଓଡ଼ିଆ ଅଭିନେତ୍ରୀ ଶ୍ୱେତାଲିନା ଭଟ୍ଟାଚାର୍ଯ୍ୟ। ତାହେଲେ ଶ୍ୱେତାଲିନାଙ୍କ ସାଦଖିଆ ଏବେ ସରିଯାଇଛି ଆଉ ଏହି ସାଦଖିଆରେ ବହୁତ ଖୁସି ଥିବାର ନଜର ଆସିଛନ୍ତି ଶ୍ୱେତାଲିନା ଭଟ୍ଟାଚାର୍ଯ୍ୟ। ତ ଆପଣମାନେ ଜାଣିଥିବେ ଗତ ଦିନମାନଙ୍କରେ ଶିଭକୁ ବିବାହ କରିଛନ୍ତି ଶ୍ୱେତାଲିନା। ଦୀର୍ଘ ଦିନ ଧରି ଦୁହେଁ ପରସ୍ପରଙ୍କୁ ଭଲ ପାଇ ଆସିଥିଲେ ଆଉ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବାହାଘରଟି ବହୁତ ଧୁମଧାମରେ ହୋଇଥିଲା। ଓଲିଉଡର ବହୁତ ସାରା ସେଲିବ୍ରିଟି ମାନେ ତାଙ୍କ ବାହାଘରରେ ସାମିଲ ରହିଥିଲେ। ତାହେଲେ ଏବେ ମା ହେବା ପାଇଁ ଯାଉଛନ୍ତି ଶ୍ୱେତାଲିନା ଭଟ୍ଟାଚାର୍ଯ୍ୟ ଆଉ ତାଙ୍କ ଘରକୁ ଆସିବାକୁ ଯାଉଛି ଗୋଟେ ବହୁତ ବଡ଼ ଖୁସିର ଖବର। ତ ଏହି କାରଣରୁ ଏବେ ବାପା ଓ ମା ଶିଭ ଓ ଶ୍ୱେତାଲିନା ବହୁତ ଖୁସି ଥିବାର ନଜର ଆସିଛନ୍ତି। ତାହେଲେ ଆପଣମାନେ ଜାଣିଥିବେ ଶ୍ୱେତାଲିନା ଭଟ୍ଟାଚାର୍ଯ୍ୟ ଓଲିଉଡ ଇଣ୍ଡଷ୍ଟ୍ରିରେ ବା ଓଡ଼ିଆ ସିରିଏଲରେ ବହୁତ ସୁନ୍ଦର ଅଭିନୟ କରି ସାରା ଓଡ଼ିଶାର ଲୋକଙ୍କ ଠାରୁ ବେଶ ଅଧିକ ଭଲ ପାଇବା ପାଇପାରିଛନ୍ତି। ଖାସ କରି ତୁଳସୀ ସିରିଏଲରେ ତାଙ୍କର ସୁନ୍ଦର ଅଭିନୟ ଦେଖିବାକୁ ମିଳିଥିଲା। ଦୁର୍ଭାଗ୍ୟବଶତଃ ସେହି ସିରିଏଲଟିକୁ ଅଧାରୁ ହିଁ ଛାଡ଼ି ଦେଇଥିଲେ। ଆଜି ପର୍ଯ୍ୟନ୍ତ ଲୋକମାନେ ସିରିଏଲର ଅଭିନୟ କରିଥିବା ଶ୍ୱେତାଲିନାଙ୍କୁ ଏପର୍ଯ୍ୟନ୍ତ ଭୁଲି ପାରିନାହାନ୍ତି। ତୁଳସୀ ସିରିଏଲ ପରେ ତାଙ୍କୁ ଆପଣମାନେ ମଙ୍ଗୁଳାର ଭାଗ୍ୟ ସିରିଏଲରେ ଦେଖିବାକୁ ପାଇଥିବେ। ତାହେଲେ ସିରିଏଲରେ ବି ମଧ୍ୟ ସେ ସୁନ୍ଦର ଅଭିନୟ କରିଥିଲେ, କିନ୍ତୁ ଏହି ସିରିଏଲଟିକୁ ବି ମଧ୍ୟ ସେ ଅଧାରୁ ଛାଡ଼ି ଦେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ବାହାଘର ହୋଇଯାଇଥିଲା ଆଉ ବାହାଘର ପରେ ସେ ଗୋଟେ ଓଡ଼ିଆ ଘରର ବୋହୂ ଭଳି ଚଳୁଥିବାର ଦେଖାଯାଇଥିଲେ ଆଉ ଓଲିଉଡ ଇଣ୍ଡଷ୍ଟ୍ରିରୁ ପୁରା ଦୂରେଇ ଯାଇଥିଲେ। ତାହେଲେ ଏବେ ମା ହେବା ପାଇଁ ଯାଉଛନ୍ତି ଶ୍ୱେତାଲିନା ଭଟ୍ଟାଚାର୍ଯ୍ୟ। ଏହାରି ମଧ୍ୟରେ ଶ୍ୱେତାଲିନାଙ୍କର ସାଦଖିଆ ଏବେ ସରିଯାଇଛି। ତ ଫ୍ରେଣ୍ଡସ୍, ଆପଣଙ୍କୁ ଶ୍ୱେତାଲିନା କେମିତି ଲାଗନ୍ତି କମେଣ୍ଟ କରନ୍ତୁ।